ଚୀନ ଦେଶର ଗୋଟିଏ ଗାଁରେ ଗୋଟିଏ ଜେନ୍ ମାଷ୍ଟର ରହୁଥାନ୍ତି। ତାଙ୍କର ନାମ ପୁରା ଦେଶରେ ପ୍ରଚଳିତ ଥିଲା ଏବଂ ଦୂର ଦୂରରୁ ଲୋକ ତାଙ୍କୁ ସାକ୍ଷାତ କରି ତାଙ୍କର ସମସ୍ୟାର ସମାଧାନ ପାଇଁ ଆସୁଥିଲେ। ଥରେ ଜେନ୍ ମାଷ୍ଟର ତାଙ୍କର ଗୋଟିଏ ଶିଷ୍ୟ ସାଥିରେ ସକାଳୁ ସକାଳୁ ଭ୍ରମଣ ପାଇଁ ବାହାରିଗଲେ। ଅଚାନକ ଗୋଟିଏ ବ୍ୟକ୍ତିଟି ଆସି ସେ ମାଷ୍ଟରଙ୍କୁ ଅଭଦ୍ର ଭାଷା ଏବଂ ଗାଲିଗୋଲଜ କରିବାକୁ ଲାଗିଲା। ସେ ବ୍ୟକ୍ତିଟି ମାଷ୍ଟରଙ୍କୁ ବହୁତରୁ ବହୁତ ଅଭଦ୍ର ଭାଷା କହିଲା, କିନ୍ତୁ ସେ ମାଷ୍ଟର ହସି ହସି ଆଗକୁ ଚାଲିବାକୁ ଲାଗିଲେ। ଜେନ୍ ମାଷ୍ଟର ଏପରି ବ୍ୟବହାର ଦେଖି ସେ ବ୍ୟକ୍ତି ଆହୁରି ରାଗିଗଲା ଏବଂ ଜେନ୍ ମାଷ୍ଟରଙ୍କ ପୂର୍ବଜନକୁ ବି ଅଭଦ୍ରାମୀ ସହିତ ଗାଲି କଲା। ଏ ପର୍ଯ୍ୟନ୍ତ ବି ସେ ଜେନ୍ ମାଷ୍ଟର ହସି ହସି ଆଗକୁ ବଢ଼ିବାକୁ ଲାଗିଲେ। ସେ ମାଷ୍ଟର ଉପରେ ତାର କୌଣସି କଥାର ପ୍ରଭାବ ନ ପଡ଼ିବା ଦେଖି ସେ ବ୍ୟକ୍ତିଟି ମାଷ୍ଟରକୁ ଆଉ କିଛି ନ କହି ସେଇଠାରୁ ଚାଲିଗଲା। ସେ ବ୍ୟକ୍ତିଟି ଯେମିତି ଚାଲିଗଲା, ମାଷ୍ଟରଙ୍କ ଶିଷ୍ୟ କହିଲା, ଗୁରୁଜୀ, ଆପଣ ସେ ବ୍ୟକ୍ତିକୁ କହୁଥିବା ଅଭଦ୍ର ଭାଷାର ଉତ୍ତର କାହିଁକି ଦେଲେ ନାହିଁ ଏବଂ ଆପଣ ହସିବାକୁ ଲାଗିଲେ କ'ଣ? ତମକୁ ତାର କଟୁବଚନ କଷ୍ଟ ଦେଲା ନାହିଁ? ସେ ଜେନ୍ ମାଷ୍ଟର କିଛି ନ କହି ତାଙ୍କୁ ପଛରେ ଆସିବାର ଇସାରା ଦେଲେ। କିଛି ଦୂର ଚାଲିବା ପରେ ସେମାନଙ୍କ ମାଷ୍ଟରଙ୍କ କୁଟୀର ପାଖକୁ ପହଞ୍ଚିଗଲେ। ସେ ମାଷ୍ଟର କହିଲେ, ତମେ ଏଠି ରହିଯାଅ, ମୁଁ କିଛି ସମୟରେ ଆସିବି ଘର ଭିତରୁ। କିଛି ସମୟ ବିତିଯିବା ପରେ ମାଷ୍ଟର କୁଟୀର ଭିତରୁ ଗୋଟିଏ ମଇଳା ପୋଷାକ ଆଣିଲେ ଏବଂ ସେ ଶିଷ୍ୟକୁ ଦେଇ କହିଲେ, ନିଅ, ତମ ପୋଷାକ ଦେହରୁ ଓତାରି ଏ ପୋଷାକ ପିନ୍ଧିଦିଅ। ସେ ପୋଷାକ ଜାଗା ଜାଗାରେ ଫାଟି ଯାଇଥାଏ ଏବଂ ସେ ପୋଷାକରୁ କେମିତି ଗୋଟିଏ ଗନ୍ଧର ବାସ୍ନା ଆସୁଥାଏ। ସେ ପୋଷାକକୁ ସେ ଶିଷ୍ୟ ହାତରେ ଧରିବା କ୍ଷଣିକେ ତଳକୁ ଫିଙ୍ଗିଦେଲା। ମାଷ୍ଟର କହିଲେ, କ'ଣ ହେଲା? ତମେ ଏ ମଇଳା ପୋଷାକକୁ ଗ୍ରହଣ କରିପାରିବ ନାହିଁ ନା? ସେମିତି ମୁଁ ବି ସେ ବ୍ୟକ୍ତିର ଅଭଦ୍ର ଭାଷାକୁ କିମ୍ବା ଗାଲିକୁ ଗ୍ରହଣ କରିପାରିବି ନାହିଁ। ତମେ ଏତିକି ସ୍ମରଣ ରଖିବ କି ଯଦି ତମେ କାହାର ବିନା ମତଲବ ଗାଲି କିମ୍ବା ଅଭଦ୍ର ଭାଷା କହିବାରୁ ରାଗି ଯାଉଛ ତ ତାହେଲେ ଭାବିନେବ କି ତମେ ନିଜର ସ୍ୱଚ୍ଛ ନିର୍ମଳ ପୋଷାକକୁ ଖୋଲି ସେ ଫିଙ୍ଗିଥିବା ଚିରା ଦୁର୍ଗନ୍ଧ ମଇଳା ପୋଷାକକୁ ଧାରଣ କରୁଛ। ବନ୍ଧୁଗଣ, ଏ କାହାଣୀରେ ଜେନ୍ ଗୁରୁ ଶାନ୍ତ ଶିଷ୍ଟ ରହି ନିଜେ ନିଜ ଉପରେ, ନିଜ ବାଣୀ ଉପରେ ଏବଂ ନିଜ ବିଚାର ଉପରେ ନିୟନ୍ତ୍ରଣ କରିବାର ଶିକ୍ଷା ଦେଇଛନ୍ତି। କାହାର ବି ଅଭଦ୍ର ଭାଷାରେ ଆମକୁ ବିଲକୁଲ ବି ବିଚଳିତ ହେବା ଆବଶ୍ୟକ ନୁହେଁ। ଆମର ମନ ଏବଂ ଆମର ଦେହରେ ଖାଲି ଆମର ହିଁ କଣ୍ଟ୍ରୋଲ ରହିବା ଦରକାର।